ଦକ୍ଷିଣ ଓଡ଼ିଶାର ଏକ ଛୋଟ ଗାଁ ଥିଲା, ଗଡ଼ା ଗାଁ। ଏଥିରେ ଥିଲେ ଏକ ଛୋଟ ଝିଅ ଦୀପା। ଗାଁରେ ବିଜୁଳି ଥିଲା ନାହିଁ, ଶିକ୍ଷା ଭାବର ଥିଲା, କିନ୍ତୁ ଦୀପା ଏକ ଝିଅ ନୁହେଁ, ଏକ ଆଶା ଥିଲା। ସକାଳୁ ମାଛ ଧରିବାକୁ ଯାଉଥିଲା ବାପା ଓ ଘର କାମ କରୁଥିବା ମା'ଙ୍କ ମଧ୍ୟରୁ ଦୀପା ପଢ଼ିବାକୁ ଚାହୁଁଥିଲା। ସେ ଅନ୍ଧାର ରାତିରେ ଦୀପ ବରାଇ ପଢ଼ୁଥିଲା। ଦୀପା ଏତେ ଲାଗି ଗଲା ଯେ ସେ ଗାଁର ପ୍ରଥମ ଡାକ୍ତର ହେଲା। ବର୍ଷ କେତେ ଲାଗିଲା ଦେଖିଲେ ଗଡ଼ା ଗାଁରେ ଏବେ ଡାକ୍ତରଖାନା ଅଛି, ସ୍କୁଲ ଅଛି ଓ ଜଣେ ଝିଅ ତା'ର ଲୋକଯାତ୍ରା ଆରମ୍ଭ କରିବାକୁ ଆଲୋଚନା କରିଦେଇଛି। କୁନିଟି ଏକ ଛୋଟ ଆଶା ଅନେକ ଅନ୍ଧାରକୁ ଆଲୋକିତ କରିପାରେ।